ନମ୍ବର 1 ଯେଉଁମାନେ ସ୍ମରଣ ଶକ୍ତି ବଢ଼ାଇବାକୁ ଚାହୁଁଛନ୍ତି ସେମାନେ ବରଗଛ ଓ ଅଶ୍ୱତ୍ଥ ଗଛ ଏକାଠି ଥିବା ସ୍ଥାନରେ ପ୍ରତିଦିନ 20 ମିନିଟ୍ ବସିଲେ ସ୍ମରଣ ଶକ୍ତି ବଢ଼ିଥାଏ। ନମ୍ବର 2 ରଜ ସଂକ୍ରାନ୍ତି ଦିନ ଆପଣଙ୍କ ଘରର ଦ୍ୱାର ମୁହଁରେ ହଳଦିଆ ଚିତା ଆଙ୍କନ୍ତୁ। ଏହା 1 ବର୍ଷ ପର୍ଯ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ। ନମ୍ବର 3 ଅରଖ ଗଛ ଘର ପାଖରେ ରହିଲେ ଶୁଭ, ତାକୁ ନଷ୍ଟ କରନ୍ତୁ ନାହିଁ। ନମ୍ବର 4 ବିଛଣାକୁ ଯିବା ପୂର୍ବରୁ ଗୋଡ଼ ହାତ ଧୁଅନ୍ତୁ। ବିଛଣାରେ ବସି ପୂର୍ବ ଦିଗକୁ ମୁହଁ କରି ହାତ ଯୋଡ଼ି ଓଁ ହୁଁ ନିଦ୍ରା ଦେବୀ ନମଃ 7 ଥର ଜପ କରନ୍ତୁ ଏବଂ ନିଜର ବିଛଣାକୁ 3 ଥର ଟିଙ୍କା ମାରନ୍ତୁ। ପରେ ନିଜ ମଥାରେ କିଛି ସମୟ ଆଙ୍ଗୁଠି ଚଳାନ୍ତୁ। ଏହା କରିବା ଦ୍ୱାରା ଭଲ ନିଦ ହୋଇଥାଏ। ନମ୍ବର 5 ଅନ୍ଧାରୁଆ ସ୍ଥାନରେ କେବେ ଏକୁଟିଆ ବସନ୍ତୁ ନାହିଁ କିମ୍ବା ଭୋଜନ କରନ୍ତୁ ନାହିଁ, କାରଣ ଅନ୍ଧାରୁଆ ସ୍ଥାନରେ ଅଲକ୍ଷ୍ମୀଙ୍କର ବାସ ଥାଏ। ଅନ୍ଧାରରେ ଏକୁଟିଆ ବସିଲେ ନାନା କୁଭାବନା ମୁଣ୍ଡରେ ପଶିଥାଏ। ନମ୍ବର 6 ଘରେ କଳା ପିମ୍ପୁଡ଼ି ନିମ୍ବ ଧରି ବାହାରିଲେ ଶୁଭ ହୋଇଥାଏ। ନାଡ଼ି ପିମ୍ପୁଡ଼ି ବାହାରିଲେ ଅଶୁଭ ହୋଇଥାଏ। ନମ୍ବର 7 ଶୋଇବା ଖଟ ବା ପଲଙ୍କ ପାଖରେ ଜୋତା କିମ୍ବା ତେଲ ପାତ୍ର ରଖନ୍ତୁ ନାହିଁ। ଏହା କଲେ ଅମଙ୍ଗଳ ହୋଇଥାଏ। ନମ୍ବର 8 ଘରେ ହିଂସ୍ର ବାଘ ଓ ସିଂହର ଫଟୋ କିମ୍ବା ମୂର୍ତ୍ତି ରଖନ୍ତୁ ନାହିଁ। ଏହା ଦ୍ୱାରା ଅମଙ୍ଗଳ ହୋଇଥାଏ। ମନୁଷ୍ୟ ହିଂସ୍ର ହୋଇଯାଏ। ନମ୍ବର 9 ମହୁକୁ କେବେ ଗରମ କରି ଖାଆନ୍ତୁ ନାହିଁ। ଏହା କ୍ଷତିକାରକ ହୋଇଥାଏ। ନମ୍ବର 10 ଗୋଟିଏ ଅକ୍ଷତ ଅଶ୍ୱତ୍ଥ ପତ୍ର ଗଙ୍ଗା ଜଳରେ ଧୋଇ କେଶରରେ ଶ୍ରୀ ଲେଖି ମନି ପର୍ସରେ ରଖନ୍ତୁ। ଏହା କରିବା ଦ୍ୱାରା ପର୍ସରୁ ଟଙ୍କା ଖାଲି ହୋଇନଥାଏ। ନମ୍ବର 11 ଅଶ୍ୱତ୍ଥ ବୃକ୍ଷ ମୂଳରେ ପ୍ରତ୍ୟେକ ଗୁରୁବାର ଦିନ ଜଳ ଅର୍ପଣ କରନ୍ତୁ ଏବଂ କିଛି କଞ୍ଚା କ୍ଷୀରରେ ହଳଦୀ ମିଶାଇ ଅଶ୍ୱତ୍ଥ ବୃକ୍ଷ ମୂଳରେ ଜାଳନ୍ତୁ ଏବଂ ବୃକ୍ଷ ଚାରିପାଖେ ବୁଲନ୍ତୁ। ଏହା କରିବା ଦ୍ୱାରା ଅନେକ ଶୁଭଫଳ ପ୍ରାପ୍ତି ହୁଏ। ନମ୍ବର 12 ଖାଇ ସାରିବା ପରେ ହାତର ପଛପଟୁ ଚାଟନ୍ତୁ ନାହିଁ, ଆଗପଟୁ ଚାଟନ୍ତୁ। ଘର ଭିତରେ ନଖ କାଟନ୍ତୁ ନାହିଁ। ନଖ କାଟିବା ବେଳେ ବାରଣ୍ଡା କିମ୍ବା ବାହାରେ ନଖ କାଟନ୍ତୁ। ନମ୍ବର 13 ହରଡ଼ ଡାଲି ସହିତ ଦହି ଖାଆନ୍ତୁ ନାହିଁ। ବ୍ଲଡ଼ ପ୍ରେସର ବଢ଼ିଯିବାର ସମ୍ଭାବନା ଥାଏ। ନମ୍ବର 14 କେଶ ଉପୁଡ଼ୁଥିଲେ ଲୁଣ ଗୁଣ୍ଡ ଏବଂ ଦୁଦୁରା ପତ୍ର ରସ 7 ଦିନ ଲେଖାଏଁ ମୁଣ୍ଡରେ ଲଗାନ୍ତୁ। ନମ୍ବର 15 ଶ୍ରୀଯନ୍ତ୍ର ଏବଂ ଲାଲ କପଡ଼ାରେ ଗୁଡ଼ା ହୋଇଥିବା ନଡ଼ିଆ ଠାକୁର ଘରେ ମା ଲକ୍ଷ୍ମୀଙ୍କ ପାଖରେ ରଖିଲେ ଘରର ମଙ୍ଗଳ ହୋଇଥାଏ। ନମ୍ବର 16 ନାରୀମାନେ ସ୍ନାନ ପରେ ନିଜର ଆଙ୍ଗୁଳିରେ ସିନ୍ଦୁର
ପିନ୍ଧନ୍ତୁ ନାହିଁ। କେବଳ ରୂପା କଣ୍ଟା କିମ୍ବା ଝିଙ୍କ କାଠିରେ ସିନ୍ଦୁର ପିନ୍ଧନ୍ତୁ। ସ୍ୱାମୀ ଏବଂ ସ୍ତ୍ରୀଙ୍କ ପାଇଁ ଏହା ମଙ୍ଗଳ ଅଟେ। ନମ୍ବର 17 ଗୋଡରେଜର ମୁହଁ ଦକ୍ଷିଣ ଦିଗକୁ କରି ଘରେ ରଖନ୍ତୁ ନାହିଁ। ଯଦି ଏପରି ହୁଏ ତେବେ ଘରର କାହାର ଦେହ ଖରାପ ହେବ ଏବଂ ତା ପଛରେ ସବୁବେଳେ ଟଙ୍କା ଖର୍ଚ୍ଚ ହେବ। ନମ୍ବର 18 ପିତୃପୁରୁଷମାନଙ୍କର ଫଟୋ ଦକ୍ଷିଣ କିମ୍ବା ପଶ୍ଚିମ ଦିଗର କାନ୍ଥରେ ନ ଲଗେଇ ଉତ୍ତର ଦିଗ କାନ୍ଥରେ ଲଗାନ୍ତୁ। ଉତ୍ତର ଦିଗର କାନ୍ଥରେ ଫଟୋ ଲଗାଇଲେ ତାଙ୍କ ମୁହଁଟି ଦକ୍ଷିଣ ଦିଗ ଆଡ଼କୁ ରହିବ। ଏଥିରେ ମଙ୍ଗଳ ହୁଏ। ନମ୍ବର 19 ଝାଡ଼ୁରେ ଗୋଡ଼ ଲଗାନ୍ତୁ ନାହିଁ। ଶନିବାର ଦିନ ଘରକୁ ଝାଡ଼ୁ ଆଣନ୍ତୁ ନାହିଁ। ଘରର ପଶ୍ଚିମ ଦିଗରେ ରଖିଲେ ଶୁଭଫଳ ମିଳିଥାଏ। ନମ୍ବର 20 ରାତ୍ରି ଭୋଜନ ପରେ ଉଷୁମ ପାଣିରେ ଅଳ୍ପ ଡାଲଚିନି ଗୁଣ୍ଡ ମିଶାଇ ପିଇଲେ ଭଲ ନିଦ ହୁଏ।